ବେଆଇନ ଭାବେ କରୁଥିଲେ ବାଲି ଚୋରା ଚାଲାଣ, ମାଡ଼ି ବସିଲା ମାଇନିଂ ବିଭାଗ ଆଉ କରିଲା ମୋଟା ଅଙ୍କର ଫାଇନ୍। ଫାଇନ୍ ହେବା ପରେ ତାତିଲେ ମାଫିଆ, ବିଭାଗ ଗାଡ଼ି ଏବଂ ଅଧିକାରୀଙ୍କୁ ରଖିଲେ ଅଟକ। ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ବଡ଼ବିଶଳ ଛକରେ। ଆଜି ସକାଳୁ ମାଇନିଂ ବିଭାଗର ମୟୂରଭଞ୍ଜ ଡେପୁଟି ଡାଇରେକ୍ଟର ଏବଂ ମାଇନିଂ ଅଧିକାରୀ ମିଳିତ ଭାବେ କପ୍ତିପଦା ଥାନା ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ 3 ଗୋଟି ବେଆଇନ ଚୋରାଚାଲାଣ ବାଲି ହେଉଥିବା ଟ୍ରାକ୍ଟର ଧରିବା ସହିତ ସେମାନଙ୍କୁ ଫାଇନ୍ କରିଥିଲେ। ଫାଇନ୍ କରିବା ପରେ ମାଇନିଂ ଅଧିକାରୀ ଅନ୍ୟ ଅଞ୍ଚଳକୁ ଯାଉଥିବା ବେଳେ ବଡ଼ବିଶଳ ଛକ ନିକଟରେ ଗାଡ଼ି ସହିତ ଅଧିକାରୀଙ୍କୁ ଅଟକ ରଖିଥିଲେ ଫାଇନ୍ ଦେଇଥିବା ଟ୍ରାକ୍ଟରର ମାଲିକ ଓ ବାଲି ମାଫିଆମାନେ। ଦୀର୍ଘ 1 ଘଣ୍ଟାରୁ ଅଧିକ ହେବ ଅଧିକାରୀଙ୍କ ଗାଡ଼ିକୁ ଅଟକ ରଖିଥିବା ବେଳେ ମୋଟା ଅଙ୍କର ଫାଇନ୍ କ'ଣ ପାଇଁ କରାଯାଉଛି ତାକୁ ନେଇ ଘେରିଛନ୍ତି ବାଲି ମାଫିଆ। ମାଫିଆ ତତ୍ସହିତ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବାର ଦେଖିବାକୁ ମିଳିଛି। ବାରିପଦା ମୟୂରଭଞ୍ଜରୁ ଗୌର ଦାସ ଗିରିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।